Question number 1. Odisha is located in which part of India? Odisha ଭାରତର କେଉଁ ଭାଗରେ ବା ଦିଗରେ ଅବସ୍ଥିତ? Options are A. Northern Plain, B. Southern Peninsula, C. Eastern Coast, and D. Western Coast. Here the correct answer is C. Eastern Coast. ଆଉ ଏହି ପୂର୍ବ ଉପକୂଳରେ ଥିବାରୁ ଓଡ଼ିଶାର ଏକ ବିଶେଷ ଲାଭ ଅଛି। ହଁ, ଆମେ ସିଧା ବଙ୍ଗୋପସାଗର ସହ ଯୋଡ଼ି ହୋଇଛୁ ନା? ବିଲକୁଲ ବଙ୍ଗୋପସାଗର ସହିତ ଯୋଡ଼ି ହୋଇଥିବାରୁ ଏହା ପ୍ରାଚୀନ କାଳରୁ ବାଣିଜ୍ୟ ଏବଂ ଆମର ପାଣିପାଗ ନିୟନ୍ତ୍ରଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ଆଚ୍ଛା, the next question. Question number 2. Which is the largest district of Odisha by area? ଓଡ଼ିଆରେ କହିଲେ କ୍ଷେତ୍ରଫଳ ଅନୁଯାୟୀ ଓଡ଼ିଶାର ସର୍ବବୃହତ୍ ଜିଲ୍ଲା କେଉଁଠି? Options A. କେନ୍ଦୁଝର, B. କୋରାପୁଟ, C. ଗଞ୍ଜାମ, D. ମୟୂରଭଞ୍ଜ। The correct answer is D. ମୟୂରଭଞ୍ଜ। ମୟୂରଭଞ୍ଜ ଆକାରରେ ଏତେ ବଡ଼ ହେବାର ଏକ ପ୍ରାକୃତିକ କାରଣ ମଧ୍ୟ ଅଛି। ସତରେ ଗୋଟିଏ ଜିଲ୍ଲା ଏତେ ବଡ଼ କେମିତି ହୋଇପାରେ? ଦେଖନ୍ତୁ, ମୟୂରଭଞ୍ଜର ବିଶାଳ ଜଙ୍ଗଲ ଏବଂ ଶିମିଳିପାଳ ଭଳି ଏକ ବିରାଟ ଜୈବମଣ୍ଡଳ ବା ବାୟୋସ୍ଫିୟର ରିଜର୍ଭ ସେଠାରେ ଅବସ୍ଥିତ। ଏତେ ବଡ଼ ପରିବେଶକୁ ଧାରଣ କରିବା ପାଇଁ ଏତେ ବଡ଼ କ୍ଷେତ୍ରଫଳ ନିହାତି ଆବଶ୍ୟକ। ଓହୋ, ତାମାନେ ପ୍ରକୃତି ନିଜେ ତାକୁ ବଡ଼ କରି ଗଢ଼ିଛି। ବହୁତ ସୁନ୍ଦର। The next question. Question number 3. Which is the smallest district in Odisha in terms of area? କ୍ଷେତ୍ରଫଳ ଦୃଷ୍ଟିରୁ ଓଡ଼ିଶାର ସବୁଠାରୁ ଛୋଟ ଜିଲ୍ଲା କେଉଁଟି? Options are A. ନୟାଗଡ଼, B. ଢେଙ୍କାନାଳ, C. ଜଗତସିଂହପୁର, D. ବୌଦ୍ଧ। And the correct answer is C. ଜଗତସିଂହପୁର। ଜଗତସିଂହପୁର ଛୋଟ ହୋଇପାରେ, କିନ୍ତୁ ଏହା ଅର୍ଥନୈତିକ ଦୃଷ୍ଟିରୁ ବହୁତ ଶକ୍ତିଶାଳୀ। ମୁଁ ଭାବୁଛି ପାରାଦୀପ ବନ୍ଦର ସେଠି ଅଛି ବୋଲି। ଏକଦମ ଠିକ୍। ଉପକୂଳବର୍ତ୍ତୀ ଅବସ୍ଥିତି ଏବଂ ବନ୍ଦର ଯୋଗୁଁ ଆନ୍ତର୍ଜାତିକ ବାଣିଜ୍ୟ ଏଠାରୁ ହିଁ ହୁଏ, ଯାହା ଏହାକୁ ସମୃଦ୍ଧ କରେ। ବୁଝିଗଲି। The next question. Question number 4. The latitudinal extension of Odisha is from? ମାନେ ଓଡ଼ିଶାର ଅକ୍ଷାଂଶ ବା ଲାଟିଚ୍ୟୁଡ୍ ବିସ୍ତାର କେଉଁଠାରୁ କେଉଁ ପର୍ଯ୍ୟନ୍ତ? ଶିକ୍ଷାର୍ଥୀମାନଙ୍କୁ କହି ରଖୁଛି, ଅକ୍ଷାଂଶ ଏବଂ ଦ୍ରାଘିମା ହେଉଛି ପୃଥିବୀରେ ଆମର ଠିକଣା ବା GPS ଲୋକେସନ ଭଳି। Options A. 17 degree 49 N to 22 degree 34 N, B. 27 degree 49 N to 32 degree 34 N, C. 7 degree 49 N to 2 degree 34 N, D. 18 degree 49 N to 22 degree 34 N. The correct answer is A. 17 degree 49 N to 22 degree 34 N. ଏଠି ଟିକେ ଧ୍ୟାନ ଦେବେ। ପିଲାମାନେ କେମିତି ମନେ ରଖିବେ? ସେଇଠି ହିଁ କନଫ୍ୟୁଜନ୍ ହୁଏ। ଶିକ୍ଷାର୍ଥୀମାନେ କେବଳ 17 ଏବଂ 22 ଏହି ଦୁଇଟି ମୁଖ୍ୟ ଡିଗ୍ରୀ ଉପରେ ଫୋକସ୍ କରିବା ଦରକାର। ତାହେଲେ ଆଉ ଭୁଲ ହେବନି। ବଢ଼ିଆ ଟିପ୍। The next question. Question number 5. The longitudinal extension of Orissa is from? ଓଡ଼ିଶାର ଦ୍ରାଘିମା ବା ଲଙ୍ଗିଚ୍ୟୁଡ୍ ବିସ୍ତାର କେତେ ଅଟେ? A. 17 degree 49 E to 22 degree 34 E, B. 81 degree 27 E to 87 degree 29 E, C. 91 degree 27 E to 77 degree 29 E, D. 82 degree 27 E to 97 degree 29 E. Correct answer is B. 81 degree 27 E to 87 degree 29 E. ଏହି ଦ୍ରାଘିମାର ଏକ ବହୁତ ମଜେଦାର ଦିଗ ଅଛି। ଆଚ୍ଛା, ସେଇଟା କ'ଣ? ଆମର ଭାରତୀୟ ସମୟ ବା IST 82.5 ଡିଗ୍ରୀ ଉପରେ ଆଧାରିତ। ଆଉ ଦେଖନ୍ତୁ, ଓଡ଼ିଶାର ଦ୍ରାଘିମା 81ରୁ ଆରମ୍ଭ ହେଉଛି, ମାନେ ସେହି ସମୟ ରେଖାଟି ସିଧା ଓଡ଼ିଶା ଦେଇ ଗତି କରୁଛି। ଓହୋ, ତାମାନେ ଓଡ଼ିଶାର ସମୟ ସାରା ଭାରତର ସମୟ ସହ ପ୍ରାୟ ସମ୍ପୂର୍ଣ୍ଣ ଖାପ ଖାଇଯାଏ। ଖୁବ୍ ସୁନ୍ଦର। The next question. Question number 6. The total geographical area of Odisha extends over? ଓଡ଼ିଶାର ସର୍ବମୋଟ ଭୌଗୋଳିକ କ୍ଷେତ୍ରଫଳ କେତେ? A. 1,55,707 square kilometer, B. 1,65,000 square kilometer, C. 1,45,707 square kilometer, D. None of these. And the correct answer is A. 1,55,707 square kilometer. ଏ ପ୍ରଶ୍ନରେ ମୁଁ ଦେଖିଛି ପିଲାମାନେ ପ୍ରାୟତଃ 1,55,707 ଏବଂ 1,45,707 ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼ନ୍ତି। ହଁ, ସେଇଥିପାଇଁ
55 ସଂଖ୍ୟାଟି ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିବ। 1 55 707 ଏମିତି ଭାଙ୍ଗିକରି ମନେ ରଖିଲେ ଆଉ ଭୁଲିବେନି। ସତ କଥା। ବର୍ତ୍ତମାନ ଆମେ ଓଡ଼ିଶାର ଆକାର ଜାଣିଲେ। ଏବେ ଆସନ୍ତୁ ଆମର ସୀମାନ୍ତ ରାଜ୍ୟ ଏବଂ ଉପକୂଳ ବିଷୟରେ ଜାଣିବା ଯେ ଆମର ପଡ଼ୋଶୀ କିଏ। ଦ ନେକ୍ସଟ କ୍ୱେଶ୍ଚନ୍। କ୍ୱେଶ୍ଚନ୍ ନମ୍ବର 7. Which state bounds on the south of ଓଡ଼ିଶା? ଓଡ଼ିଶାର ଦକ୍ଷିଣ ଦିଗରେ କେଉଁ ରାଜ୍ୟ ସୀମା ସ୍ଥିତ ଅଟେ? A. ମହାରାଷ୍ଟ୍ର, B. ମଧ୍ୟପ୍ରଦେଶ, C. ଆନ୍ଧ୍ରପ୍ରଦେଶ, D. କର୍ଣ୍ଣାଟକ। ଦ କରେକ୍ଟ ଆନ୍ସର ଇଜ୍ ସି, ଆନ୍ଧ୍ରପ୍ରଦେଶ। ଆଉ ଏହି ଦକ୍ଷିଣ ସୀମାର ପ୍ରଭାବ ଆମ ସଂସ୍କୃତି ଉପରେ ବହୁତ ପଡ଼ିଛି। ମାନେ ଆମ ଖାଦ୍ୟପେୟ କିମ୍ବା ଭାଷା ଉପରେ? ବିଲକୁଲ। ଗଞ୍ଜାମ ଓ ଗଜପତି ଜିଲ୍ଲା ଆନ୍ଧ୍ର ସୀମାକୁ ଲାଗିଥିବାରୁ ସେଠାରେ ଏକ ସୁନ୍ଦର ସାଂସ୍କୃତିକ ଆଦାନ ପ୍ରଦାନ ଦେଖିବାକୁ ମିଳେ। ଦୁଇଟି ରାଜ୍ୟର ପରମ୍ପରା ସେଠି ମିଶିଯାଇଛି। ବହୁତ ସୁନ୍ଦର। ଦ ନେକ୍ସଟ କ୍ୱେଶ୍ଚନ୍। କ୍ୱେଶ୍ଚନ୍ ନମ୍ବର 8. Which state bounds Odisha on the west? ଓଡ଼ିଶାର ପଶ୍ଚିମ ଦିଗରେ କେଉଁ ରାଜ୍ୟର ସୀମା ଲାଗି ରହିଛି? A. ମହାରାଷ୍ଟ୍ର, B. ଛତିଶଗଡ଼, C. ଆନ୍ଧ୍ରପ୍ରଦେଶ, D. କର୍ଣ୍ଣାଟକ। କରେକ୍ଟ ଆନ୍ସର ଇଜ୍ ବି, ଛତିଶଗଡ଼। ଛତିଶଗଡ଼ ସହ ଆମର ଏକ ସ୍ୱତନ୍ତ୍ର ସମ୍ପର୍କ ଅଛି। ହଁ, କାରଣ ସେଇଠୁ ତ ଆମର ପ୍ରଧାନ ନଦୀ ମହାନଦୀ ବାହାରି ଆସିଛି ନା? ଏକଦମ ଠିକ୍ ଧରିଲେ। ମହାନଦୀ, ଯାହାକୁ ଆମେ ଆମର ଜୀବନରେଖା କହୁ, ତାର ଉତ୍ପତ୍ତି ଛତିଶଗଡ଼ରୁ ହିଁ ହୋଇଛି। ଆମେ ଜଳ ପାଇଁ ପରସ୍ପର ଉପରେ ନିର୍ଭରଶୀଳ। The coastal plains of Odisha stretch on the eastern coast of India from which river in the northeast? ଓଡ଼ିଶାର ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ଉତ୍ତର ପୂର୍ବର କେଉଁ ନଦୀଠାରୁ ଆରମ୍ଭ ହୋଇଛି? A. ବ୍ରାହ୍ମଣୀ, B. ବୁଧାବଲଙ୍ଗା, C. ସୁବର୍ଣ୍ଣରେଖା, D. ବଂଶଧାରା। Here the correct answer is C, ସୁବର୍ଣ୍ଣରେଖା। ସୁବର୍ଣ୍ଣରେଖା ନଦୀ ଗୋଟେ ବଡ଼ ଭୂମିକା ଗ୍ରହଣ କରେ ଏଠି। ଏହା କ'ଣ କୌଣସି ସୀମା ନିର୍ଦ୍ଧାରଣ କରେ? ହଁ, ଏହା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏକ ପ୍ରାକୃତିକ ସୀମା ଭାବରେ କାମ କରେ, ଯୋଉଠାରୁ ଆମର ଉପକୂଳର ଆରମ୍ଭ ହୁଏ। ବୁଝିଗଲି। The next question. Question number 10. Which of the following is an Odisha's neighboring state? ନିମ୍ନଲିଖିତ ମଧ୍ୟରୁ କେଉଁଟି ଓଡ଼ିଶାର ଏକ ପଡ଼ୋଶୀ ରାଜ୍ୟ? A. ବିହାର, B. ଝାରଖଣ୍ଡ, C. ଉତ୍ତରପ୍ରଦେଶ, D. ମଧ୍ୟପ୍ରଦେଶ। And the correct answer is B, ଝାରଖଣ୍ଡ। ଏଠି ଗୋଟେ ସାଧାରଣ ଭ୍ରମ ଦୂର କରିବା ନିହାତି ଦରକାର। ବିହାରକୁ ନେଇକି? ହଁ, କାରଣ ମୁଁ ଶୁଣିଛି ଅନେକେ ବିହାରକୁ ପଡ଼ୋଶୀ ବୋଲି ଭାବନ୍ତି। ବିଲକୁଲ। ପୂର୍ବରୁ ବିହାର ଲାଗିଥିଲା, କିନ୍ତୁ ବିଭାଜନ ପରେ ଏବେ ଝାରଖଣ୍ଡ ହିଁ ଆମର ଉତ୍ତର ପଡ଼ୋଶୀ ହୋଇଛି। ବିହାର ସହ ଆମର କୌଣସି ସିଧା ସୀମା ନାହିଁ। ସମସ୍ତେ ଏହାକୁ ଧ୍ୟାନରେ ରଖିବେ। The next question. Question number 11. The revised coastline length of Odisha is ଓଡ଼ିଶାର ସଂଶୋଧିତ ବା ନୂତନ ଗଣନା ଅନୁଯାୟୀ ଉପକୂଳ ରେଖାର ଲମ୍ବ କେତେ? କିନ୍ତୁ ଏଠି ମୋର ଗୋଟେ ଛୋଟ ପ୍ରଶ୍ନ ଅଛି। ସଂଶୋଧିତ କାହିଁକି କୁହାଯାଉଛି? ସମୁଦ୍ରକୂଳ କ'ଣ ବଢ଼ିଯାଏ କି? Options are A. 476.4 kilometers, B. 574.7 kilometers, C. 600.2 kilometers, D. 512.5 kilometers. ଆଚ୍ଛା, ପ୍ରଥମେ ଉତ୍ତରଟି କହିଦେଉଛି। ଦ କରେକ୍ଟ ଆନ୍ସର ଇଜ୍ ବି, 574.7 କିଲୋମିଟର୍ସ। ଆଉ ଆପଣ ଯେଉଁ ପଚାରିଲେ ମାଟି ବଢ଼ିଲା କି ନା, ସେମିତି କିଛି ହୋଇନି। ତାହେଲେ ଆଗରୁ ତ ଏହାକୁ 480 କିଲୋମିଟର ପାଖାପାଖି ପଢ଼ାଯାଉଥିଲା। ହଠାତ୍ ଏତେ କେମିତି ହେଲା? ପୂର୍ବରୁ ଆମର ମାପ ପ୍ରଣାଳୀ ସେତେ ଉନ୍ନତ ନଥିଲା, କିନ୍ତୁ ଏବେ ଆଧୁନିକ ମାପ ଏବଂ ଉନ୍ନତ ସାଟେଲାଇଟ୍ ମାନଚିତ୍ର ସର୍ବେକ୍ଷଣ ଯୋଗୁଁ ଆମେ ଉପକୂଳର ପ୍ରତିଟି ଛୋଟ ବାଙ୍କକୁ ମାପିପାରୁଛୁ। ବଙ୍କାଳିଆ ରେଖାକୁ ସୂକ୍ଷ୍ମ ଭାବେ ମାପିଲେ ତାର ଲମ୍ବ ଅଧିକ ବାହାରେ। ଓହୋ, ତେଣୁ ସଠିକ୍ ତଥ୍ୟ 574.7 କିଲୋମିଟର ଗ୍ରହଣ କରାଯାଇଛି। ସମୁଦ୍ରକୂଳ ବିଷୟରେ ଆଲୋଚନା ସରିଲା। ଏବେ ଆମେ ଓଡ଼ିଶାର ଜୀବନରେଖା ମାନେ ନଦୀ ଓ ବଦ୍ୱୀପ ଆଡ଼କୁ ଅଗ୍ରସର ହେବା। Then next question. Question number 12. Which area of Odisha is called the hexadeltic region or the gift of 6 rivers? ଓଡ଼ିଶାର କେଉଁ ଅଞ୍ଚଳକୁ ଷଡ଼ବଦ୍ୱୀପ ଅଞ୍ଚଳ ବା 6ଟି ନଦୀର ଦାନ ବୋଲି କୁହାଯାଏ? A. Coastal plains, B. Middle mountainous and highlands region, C. Central plateaus, D. Western rolling uplands. କରେକ୍ଟ ଆନ୍ସର ଇଜ୍ ଏ, କୋଷ୍ଟାଲ ପ୍ଲେନ୍ସ। ଏହି ଅଞ୍ଚଳକୁ ନଦୀର ଦାନ କହିବା ପଛରେ ବଡ଼ କାରଣ ଅଛି। କାରଣ ନଦୀଗୁଡ଼ିକ ପଟୁମାଟି ଆଣି ଏହାକୁ ବହୁତ ଉର୍ବର କରିଛନ୍ତି ବୋଲି। ଏକଦମ ଠିକ୍।
हजार हजार ବର୍ଷ ଧରି ନଦୀଗୁଡ଼ିକ ମାଟି ଜମା କରି ଏହାକୁ କୃଷି ପାଇଁ ଅତ୍ୟନ୍ତ ଉପଯୋଗୀ କରିଛନ୍ତି, ଯାହା ଆମର ଉପକୂଳ ସମତଳ ଅଞ୍ଚଳ। ଖୁବ୍ ଭଲ ଲାଗିଲା ଜାଣି। The next question. Question number 13. The rivers which form the hexadeltaic region of the coastal plains of Odisha are Subarnarekha, Budabalanga, Baitarani, Brahmani, Rushikulia and ଆଉ ଷଷ୍ଠ ନଦୀଟି କିଏ? ଓଡ଼ିଶାର ଷଡ଼ବଦ୍ୱୀପ ଗଠନ କରୁଥିବା ନଦୀଗୁଡ଼ିକ ହେଲେ ସୁବର୍ଣ୍ଣରେଖା, ବୁଢ଼ାବଲଙ୍ଗା, ବୈତରଣୀ, ବ୍ରହ୍ମଣୀ, ଋଷିକୁଲ୍ୟା ଏବଂ ଅନ୍ୟଟି କିଏ? ଏ. ଚିଲିକା, ବି. ଖୁର୍ଦ୍ଦା, ସି. ଫୁଲବାଣୀ, ଡି. ମହାନଦୀ। The correct answer is D. ମହାନଦୀ। ମହାନଦୀ ନାମ ବିନା ତ ଆମର ଭୂଗୋଳ ଅସମ୍ପୂର୍ଣ୍ଣ। ହଁ, ବିଲକୁଲ। ମହାନଦୀ ଆମର ସବୁଠାରୁ ବଡ଼ ନଦୀ ଏବଂ ଏହି 6ଟି ନଦୀର ଶୃଙ୍ଖଳରେ ଏହା ସବୁଠାରୁ ମୁଖ୍ୟ ଭୂମିକା ଗ୍ରହଣ କରେ। ଠିକ୍ କଥା। The next question. Question number 14. The middle coastal plains comprise the compound deltas of the ମଧ୍ୟ ଉପକୂଳ ସମତଳ ଅଞ୍ଚଳ କେଉଁ ନଦୀଗୁଡ଼ିକର ମିଳିତ ବଦ୍ୱୀପକୁ ନେଇ ଗଠିତ? A. Baitarani, Brahmani and Mahanadi rivers. B. Subarnarekha and the Budabalanga rivers. C. Rushikulya and Mahanadi rivers. D. None of the above. Correct answer is A. Baitarani, Brahmani and Mahanadi rivers. ବୈତରଣୀ, ବ୍ରାହ୍ମଣୀ ଆଉ ମହାନଦୀ ଏହି ତିନୋଟି ଯାକ ମିଶି ମଧ୍ୟ ଉପକୂଳକୁ ତ ବହୁତ ସମୃଦ୍ଧ କରିଥିବେ ନିଶ୍ଚୟ। ହଁ, ସେଇଥିପାଇଁ ଏହି କେନ୍ଦ୍ରୀୟ ଉପକୂଳ ଅଞ୍ଚଳ ଓଡ଼ିଶାର ସବୁଠାରୁ ଜନବହୁଳ ଏବଂ କୃଷି କ୍ଷେତ୍ରରେ ସବୁଠୁ ଉନ୍ନତ। ବୁଝିଗଲି। The next question. Question number 15. The Mahanadi delta is in which of the following plains? ମହାନଦୀ ବଦ୍ୱୀପ ନିମ୍ନଲିଖିତ କେଉଁ ସମତଳ ଅଞ୍ଚଳ ମଧ୍ୟରେ ଆସେ? A. Middle, B. Northern, C. Southern, D. Eastern. And the correct answer is A. Middle. ଆରେ ଏଇଟା ତ ଆମେ ବର୍ତ୍ତମାନ 14 ନମ୍ବର ପ୍ରଶ୍ନରେ କଥା ହେଉଥିଲେ। Exactly. ସଠିକ୍ ଧରିଛନ୍ତି। ପ୍ରଶ୍ନ 14 ଏବଂ 15 ମଧ୍ୟରେ ଥିବା ଏହି ସମ୍ପର୍କ ଯୋଗୁଁ ହିଁ ଶିକ୍ଷାର୍ଥୀମାନେ ଉତ୍ତର ବହୁତ ସହଜରେ ମନେ ରଖିପାରିବେ। ମହାନଦୀ ମଧ୍ୟ ସମତଳରେ ହିଁ ଅଛି। ଏହିଭଳି ଯୋଡ଼ି କରି ପଢ଼ିଲେ ଖୁବ୍ ସହଜ ହେବ। The next question. Question number 16. The south coastal plains comprises which of the following plains? ଦକ୍ଷିଣ ଉପକୂଳ ସମତଳ ଅଞ୍ଚଳ ନିମ୍ନଲିଖିତ କେଉଁ ସମତଳକୁ ନେଇ ଗଠିତ? A. Baitarani plain, B. Lacustrine plain, C. Pan plain, D. None of these. The correct answer is B. Lacustrine plain. ଯୋଗୁଁ ଏମିତି ନାମକରଣ ହୋଇଛି? ବିଲକୁଲ ଠିକ୍। ଦକ୍ଷିଣ ଉପକୂଳର ଚିଲିକା ହ୍ରଦର ବିଶାଳ ଉପସ୍ଥିତି ଏହାକୁ ଏହି ବିଶେଷ ନାମ ଦେଇଛି। ବହୁତ ବଢ଼ିଆ କଥା। The next question. Question number 17. Which zone of the Rushikulya plains is known as the Little Sundarbans? ଋଷିକୁଲ୍ୟା ସମତଳର କେଉଁ ଅଞ୍ଚଳକୁ ଲିଟଲ୍ ସୁନ୍ଦରବନ ବା ଛୋଟ ସୁନ୍ଦରବନ କୁହାଯାଏ? A. Arable tract, B. Submontane tract, C. Salt tract, D. None of these. Correct answer is C. Salt tract. ହଁ, ମୋ ମନରେ ବି ଆସୁଛି। ସୁନ୍ଦରବନ ତ ପଶ୍ଚିମବଙ୍ଗରେ। ଆମର ଏଠି କାହିଁକି ଏହି ନାମ? ବାଘ ଅଛନ୍ତି କି ଏଠି? ନା ନା, ବାଘ ପାଇଁ ନୁହେଁ। ଋଷିକୁଲ୍ୟା ମୁହାଣର ଏହି ସଲ୍ଟ ଟ୍ରାକ୍ଟ ବା ଲୁଣା ଅଞ୍ଚଳରେ ଯେଉଁ ଲୁଣା ଜଙ୍ଗଲ ଆଉ ସନ୍ତସନ୍ତିଆ ପରିବେଶ ଅଛି ତାହା ଦେଖିବାକୁ ପୂରାପୂରି ସୁନ୍ଦରବନ ଭଳେ। ସେଥିପାଇଁ ପରିବେଶକୁ ତୁଳନା କରି ଏହାକୁ ଛୋଟ ସୁନ୍ଦରବନ କୁହାଯାଏ। ଆଚ୍ଛା, ମାନେ ମ୍ୟାଙ୍ଗ୍ରୋଭ୍ସ ଜଙ୍ଗଲ ଯୋଗୁଁ। ବହୁତ ଭଲ ତଥ୍ୟ। ଉପକୂଳରୁ ଏବେ ଆମେ ପଶ୍ଚିମ ଆଡ଼କୁ ମାନେ ଉଚ୍ଚ ସ୍ଥାନ ବା ପାହାଡ଼ିଆ ଅଞ୍ଚଳ ଆଡ଼କୁ ଯାତ୍ରା କରିବା। The next question. Question number 18. The submontane tract to the west is termed as the zone of. ପଶ୍ଚିମ ଦିଗରେ ଥିବା ପାର୍ବତ୍ୟ ପାଦଦେଶକୁ କେଉଁ ଜୋନ୍ ବା ଅଞ୍ଚଳ କୁହାଯାଏ? A. Vegetation, B. Revelation, C. Transition, D. Illusion. The correct answer is C. Transition. ଅପସନ୍ ଡିଟା ଦେଖନ୍ତୁ। ଇଲ୍ୟୁଜନ୍ ଦେଇଛି, ମାନେ ମାୟା ବା ବିଭ୍ରାନ୍ତି। ବହୁତ ମଜେଦାର ଅପସନ୍। ହଁ, ସେଇଟା କେବଳ ଭ୍ରମିତ କରିବାକୁ ଦିଆଯାଇଛି। ପ୍ରକୃତରେ ଟ୍ରାନ୍ଜିସନର ଅର୍ଥ ହେଉଛି ପରିବର୍ତ୍ତନ। ସମତଳରୁ ପାହାଡ଼କୁ ଯିବା ବାଟରେ ହଠାତ୍ କିଛି ବଦଳେ ନାହିଁ, ବରଂ ଧୀରେ ଧୀରେ ଭୂମିର ରୂପ ବଦଳେ। ସେ ଧୀର ପରିବର୍ତ୍ତନ ହେଉଥିବା ଜାଗାକୁ ଟ୍ରାନ୍ଜିସନ୍ କୁହାଯାଏ। ଏକଦମ ସଠିକ୍। ବୁଝିଗଲି। The next question. Question number 19. Which region among the physiographic regions of Odisha is marked by a number of watersheds? ଓଡ଼ିଶାର ଭୌଗୋଳିକ ଅଞ୍ଚଳଗୁଡ଼ିକ ମଧ୍ୟରୁ କେଉଁ ଅଞ୍ଚଳରେ
ଅନେକ ଜଳ ବିଭାଜିକା ବା ୱାଟରଶେଡ୍ସ ଦେଖାଯାଏ। ଏ କୋଷ୍ଟାଲ ପ୍ଲେନ୍ସ, ବି ରୋଲିଂ ଅପଲ୍ୟାଣ୍ଡସ୍, ସି ମିଡଲ ମାଉଣ୍ଟେନିୟସ୍ ଆଣ୍ଡ ଦ ହାଇଲ୍ୟାଣ୍ଡସ୍ ରିଜନ୍, ଡି ମେଜର ଫ୍ଲଡ୍ ପ୍ଲେନ୍ସ। କରେକ୍ଟ ଆନ୍ସର ଇଜ୍ ସି ମିଡଲ ମାଉଣ୍ଟେନିୟସ୍ ଆଣ୍ଡ ଦ ହାଇଲ୍ୟାଣ୍ଡସ୍ ରିଜନ୍। ଏହି ୱାଟରସେଡ୍ କଣ ମୁଁ ଟିକେ ସହଜରେ ବୁଝେଇ ଦେଉଛି। ହଁ ନିଶ୍ଚୟ, କାରଣ ଏହି ଜଳ ବିଭାଜିକା କେମିତି କାମ କରେ ତାହା ଜାଣିବା ଦରକାର। ମଝିରେ ଥିବା ଏହି ଉଚ୍ଚ ପାହାଡ଼ଗୁଡ଼ିକ ଗୋଟିଏ ଛାତ ଭଳି କାମ କରନ୍ତି। ବର୍ଷା ହେଲେ ସେଗୁଡ଼ିକ ବର୍ଷା ଜଳକୁ ବିଭିନ୍ନ ଦିଗରେ ଏବଂ ବିଭିନ୍ନ ନଦୀ ଆଡ଼କୁ ବାଣ୍ଟି ଦିଅନ୍ତି। ଏହା ହିଁ ୱାଟରସେଡ୍ର କାର୍ଯ୍ୟ। ବାଃ, ଏକାଥରକେ କନସେପ୍ଟ କ୍ଲିୟର ହୋଇଗଲା। ବର୍ତ୍ତମାନ ଆମର ଶେଷ ପ୍ରଶ୍ନ, ଦ ନେକ୍ସଟ କ୍ୱେଶ୍ଚନ୍, କ୍ୱେଶ୍ଚନ୍ ନମ୍ବର 20। ଓଡ଼ିଶା ହାଇଲ୍ୟାଣ୍ଡସ୍ ଆର୍ ଅଲସୋ ନୋନ୍ ଆଜ୍, ଓଡ଼ିଶାର ମାଳଭୂମି ବା ହାଇଲ୍ୟାଣ୍ଡସ୍ର ଅନ୍ୟ କେଉଁ ନାମରେ ପରିଚିତ? ଏ ଗଲିକଣ୍ଡା, ବି ଗର୍ଜାତ ହିଲ୍ସ, ସି ନୀଲଗିରି ହିଲ୍ସ, ଡି ତାରିଆକୋଣ୍ଡା। And the final correct answer is B, Garjat Hills. ଗଡ଼ଜାତ ପାହାଡ଼, ଏହି ନାମଟି ଶୁଣିଲେ ରାଜା ମହାରାଜାଙ୍କ ଅମଳର କଥା ମନେ ପଡ଼ିଯାଏ ନା? ଏକଦମ ସତ କଥା କହିଲେ। ଗଡ଼ର ଅର୍ଥ ହେଉଛି ଦୁର୍ଗ। ପୂର୍ବ କାଳରେ ରାଜାମାନଙ୍କ ପାଇଁ ଏହି ପାହାଡ଼ ଏବଂ ଜଙ୍ଗଲ ଏକ ପ୍ରାକୃତିକ ସୁରକ୍ଷା ବଳୟ। ସେହି ଐତିହାସିକ ଗୁରୁତ୍ୱ ଆଉ ଶାସନ କେନ୍ଦ୍ର ଯୋଗୁଁ ହିଁ ଏହାକୁ ଗଡ଼ଜାତ ନାମରେ ନାମିତ କରାଯାଇଛି। ମାନେ ଭୂଗୋଳ ହିଁ ଆମ ଇତିହାସକୁ ସୁରକ୍ଷା ଦେଇଛି। ଆଜିର ଯାତ୍ରାରେ ଆମେ କିପରି ଉପକୂଳରୁ ଆରମ୍ଭ କରି ଛୋଟ ବଡ଼ ଜିଲ୍ଲା, ରାଜ୍ୟ ସୀମା, 6ଟି ନଦୀର ମାୟାଜାଲ ଦେଇ ଶେଷରେ ଏହି ଗଡ଼ଜାତ ପାହାଡ଼ରେ ପହଞ୍ଚିଲେ, ତାହା ପ୍ରକୃତରେ ଅଦ୍ଭୁତ। ଓକେ, ଲେଟ୍ସ ଲୁକ୍ ଏଟ୍ କ୍ୱେଶ୍ଚନ୍ ନମ୍ବର 21. Which of the following rivers has cut deep and narrow valleys in the middle mountainous and highland region of Odisha? ଆଉ ଏହାର ଓଡ଼ିଆ ଅନୁବାଦ ହେଲା, ଓଡ଼ିଶାର ମଧ୍ୟ ପାର୍ବତ୍ୟ ଅଞ୍ଚଳରେ ନିମ୍ନଲିଖିତ କେଉଁ ନଦୀଗୁଡ଼ିକ ଗଭୀର ଏବଂ ସଂକୀର୍ଣ୍ଣ ଉପତ୍ୟକା ସୃଷ୍ଟି କରିଛନ୍ତି? Options are A. Baitarani, B. Brahmani, C. Mahanadi, D. All of these. And the correct answer is D, all of these. ମାନେ ସବୁଯାକ ନଦୀ, କିନ୍ତୁ ଗୋଟିଏ ଡାଉଟ୍ ଅଛି, ପାଣି ଭଳି ଗୋଟିଏ ତରଳ ପଦାର୍ଥ କିପରି ଏତେ କଠିନ ପଥରକୁ କାଟିପାରେ? ଆଚ୍ଛା, ଏହା ହିଁ ତ ପ୍ରକୃତିର ଚମତ୍କାର। ଏହା 2-4 ଦିନର ଖେଳ ନୁହେଁ। ମାନେ କୋଟି କୋଟି ବର୍ଷ ଧରି ଇଷ୍ଟର୍ଣ୍ଣ ଘାଟ୍ସ ଉପରେ ଏହି 6ଟି ପ୍ରମୁଖ ନଦୀ ବହି ଆସିଛନ୍ତି। ଓହୋ, 6ଟି ପ୍ରମୁଖ ନଦୀ। ହଁ, ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ଋଷିକୁଲ୍ୟା, ବଂଶଧାରା ଆଉ ନାଗାବଳୀ। ପାଣି ଉପର ଖସିଲା ବେଳେ ବାଲି ଆଉ ପଥର ଆଣି, ଯାହାକି ଗୋଟିଏ ସ୍ୟାଣ୍ଡପେପର ଭଳି ପାହାଡ଼କୁ ଘଷି ଘଷି କାଟିଦିଏ। ଆରେ ବା, ନ୍ୟାଚୁରାଲ ସ୍ୟାଣ୍ଡପେପର, ଖୁବ୍ ବଢ଼ିଆ। Let's move to the next question. Question number 22. Which mountains are of volcanic origin in Odisha? ମାନେ ଓଡ଼ିଶାର କେଉଁ ପର୍ବତଗୁଡ଼ିକ ଆଗ୍ନେୟଗିରି ଉଦ୍ଗୀରଣରୁ ବା ଭଲ୍କାନିକ୍ ଅରିଜିନ୍ରୁ ସୃଷ୍ଟି ହୋଇଛି? Options are A. Similipal Mountain, B. Meghasani Mountain, C. Gandhamardhan, D. Both A and B. The correct answer is D, both A and B. Wait, Similipal ଆଉ ମେଘାସନୀରେ ସତରେ ନିଆଁ ବାହାରୁଥିଲା? ମାନେ ଏହା ପୁରୁଣା ଥଣ୍ଡା ହୋଇଯାଇଥିବା ଲାଭା କି? ଏକଦମ ଠିକ୍ ଧରିଛନ୍ତି। ଉତ୍ତର ଦିଗରେ ଥିବା ଏହି ପର୍ବତଗୁଡ଼ିକ ପ୍ରାଚୀନ ଲାଭା ପ୍ରବାହର ସୃଷ୍ଟି। ଆଚ୍ଛା। ଯେତେବେଳେ ଲାଭା ଥଣ୍ଡା ହେଲା, ତାହା ଗୋଟିଏ ଗମ୍ବୁଜ ଆକାର, ମାନେ ଡୋମ୍ ସେପ୍ ନେଇଗଲା। ସେଥିପାଇଁ ଏହାର ରୂପ ବାକି ପର୍ବତଠୁ ଅଲଗା। ଓହୋ, ବର୍ତ୍ତମାନ ପୁରା କ୍ଲିୟର। ତେବେ ଆଗ୍ନେୟଗିରିରୁ ବାହାରି ଯାଇ ଏବେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। Question number 23. Which part of the middle mountainous region of Odisha is a polycyclic region? ଏହାର ଅର୍ଥ ହେଲା, ଓଡ଼ିଶାର ମଧ୍ୟ ପାର୍ବତ୍ୟ ଅଞ୍ଚଳର କେଉଁ ଭାଗ ଏକ ପଲିସାଇକ୍ଲିକ୍ ଅଞ୍ଚଳ ଅଟେ? Options ହେଲା A. Simlipal and Meghasani Mountains, B. Mantarnacha, Malaigiri and Gandhamardhan Mountains, C. Watershed between the Brahmani and the Mahanadi, D. Potangi and Chandragiri mountain ranges. And the correct answer is B, Mankarnacha, Malaigiri and Gandhamardhan mountains. ଆଚ୍ଛା, ଏଠି ମୋର ଗୋଟେ ପ୍ରଶ୍ନ ଅଛି। ଏ ଯୋଉ ପଲିସାଇକ୍ଲିକ୍ ଶବ୍ଦଟି ଅଛି, ତାର ପ୍ରକୃତ ଅର୍ଥ କ'ଣ? ମାନେ ଏହାକୁ ବୁଝିବାକୁ ହେଲେ ଆମେ ସମୁଦ୍ର କୂଳରେ ପିଲାମାନେ ତିଆରି କରୁଥିବା ବାଲିଘର କଥା ଭାବିପାରିବା। ବାଲିଘର? ହଁ, ଆପଣ ଗୋଟିଏ ବାଲିଘର ତିଆରି କଲେ, ତାପରେ ଲହଡ଼ି ଆସି ତାକୁ ଭାଙ୍ଗି ସମତଳ କରିଦେଲା, ପୁଣି ଆପଣ ତାକୁ ଉଠାଇଲେ। ପଲି ମାନେ ଅନେକ ଆଉ ସାଇକ୍ଲିକ୍ ମାନେ ଚକ୍ର। ଓହୋ, ମୁଁ ବୁଝିଗଲି। ମାନେ
ଭୂମିକମ୍ପ ବା ଟେକ୍ଟୋନିକ୍ ଯୋଗୁଁ ପାହାଡ଼ ଉପରକୁ ଉଠିଲା ଆଉ ପବନ ବା ପାଣି ତାକୁ ପୁଣି କ୍ଷୟ କରିଦେଲା। ବିଲକୁଲ ଏହି ପ୍ରକ୍ରିୟା ବାରମ୍ବାର ଘଟିଛି, ତେଣୁ ଏହା ପଲିସାଇକ୍ଲିକ୍। ଭେରି ଇଣ୍ଟରେଷ୍ଟିଂ। ଏବେ ଆମର ଜ୍ଞାନକୁ ଉଚ୍ଚତା ମାପକାଠିରେ ପରୀକ୍ଷା କରିବା। କ୍ୱେଶ୍ଚନ୍ ନମ୍ବର 24. Which ranges are the highest in Odisha? ଅର୍ଥାତ୍ ଓଡ଼ିଶାର କେଉଁ ପର୍ବତମାଳା ସବୁଠାରୁ ଉଚ୍ଚ? Options are A. Common interflows of the Mahanadi, the Rushikulia and Vamsadhara. B. Simlipal and Meghasani mountains. C. Mankarnacha, Malayagiri and Gandhamardhanam mountains. D. Potangi and Chandragiri mountain ranges. The correct answer is D. Potangi and Chandragiri mountain ranges. ମାନେ ଆମେ ଦକ୍ଷିଣ ଆଡ଼କୁ ଯେତେ ଯିବା ଉଚ୍ଚତା ସେତେ ବଢ଼ିବ। ଏକଦମ। ଜାଣିଛନ୍ତି ତ, ଆମେ ଇଷ୍ଟର୍ଣ୍ଣ ଘାଟ୍ସ ଦେଇ ଦକ୍ଷିଣକୁ ଗଲେ ଏହାର ଉଚ୍ଚତା ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିଯାଏ। ପୋଟାଙ୍ଗି ଆଉ ଚନ୍ଦ୍ରଗିରି ଗୋଟିଏ ବିରାଟ ପ୍ରାକୃତିକ ପ୍ରାଚୀର ଭଳି ଠିଆ ହୋଇଛି। ସର୍ବୋଚ୍ଚ ପର୍ବତମାଳା କଥା ତ ଜାଣିଲେ, ଆଉ ସବୁଠାରୁ ଉଚ୍ଚ ଶୃଙ୍ଗ କିଏ ତାହା ବି ପରବର୍ତ୍ତୀ ପ୍ରଶ୍ନରେ ଅଛି। କ୍ୱେଶ୍ଚନ୍ ନମ୍ବର 25. The highest peak of Odisha is? ମାନେ ଓଡ଼ିଶାର ସର୍ବୋଚ୍ଚ ଶୃଙ୍ଗ କେଉଁଠି ଅଟେ? Options are A. Deomali Peak, B. Balia Pahad, C. Badam Pahad, D. Golikunda. କରେକ୍ଟ ଆନ୍ସର ଇଜ୍ ଏ, ଦେଓମାଲି ପିକ୍। ଦେଓମାଲିର ନାମ ତ ସମସ୍ତେ ଶୁଣିଥିବେ, ଏହାର ଉଚ୍ଚତା କେତେ? ଏହାର ସଠିକ୍ ଉଚ୍ଚତା ହେଉଛି 1662 ମିଟର। ଏହା ସେହି ପୋଟାଙ୍ଗି ଏବଂ ଚନ୍ଦ୍ରଗିରି ପର୍ବତମାଳା ମଧ୍ୟରେ ହିଁ ଲୁଚି ରହିଛି। ବାଃ, ଆମେ ଏହାର ନାମ ଜାଣିଗଲେ, ଉଚ୍ଚତା ବି ଜାଣିଲେ, କିନ୍ତୁ ଏହା କେଉଁଠି ଅବସ୍ଥିତ? The next question asks exactly that. Question number 26. Deomali Peak lies in which district of Odisha? ଦେଓମାଳି ଶୃଙ୍ଗ ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? Options are A. Gajapati, B. Raigada, C. Koraput, D. Phulbani. And the correct answer is C, କୋରାପୁଟ। Koraput. ଆମ ଦକ୍ଷିଣ ଓଡ଼ିଶାର ସବୁଠୁ ସୁନ୍ଦର ଜାଗା। ହଁ ଆଜ୍ଞା, ଏହାକୁ ଓଡ଼ିଶାର ଟୋପୋଗ୍ରାଫିର ମୁକୁଟମଣି ବା କ୍ରାଉନ୍ ଜୁଏଲ୍ ବୋଲି କୁହାଯାଏ। ଠିକ୍। ତେବେ ସର୍ବୋଚ୍ଚ ଶିଖରରୁ ତଳକୁ ଓହ୍ଲାଇ ଏବେ ଆମେ ଟିକେ ମାଳଭୂମି ଆଡ଼କୁ ଯିବା। Question number 27. How many central plateaus are there in Odisha? ଓଡ଼ିଶାରେ କେତୋଟି କେନ୍ଦ୍ରୀୟ ମାଳଭୂମି ବା ସେଣ୍ଟ୍ରାଲ ପ୍ଲାଟ୍ୟୁ ରହିଛି? Options are A. 2, B. 3, C. 4, D. 5. କରେକ୍ଟ ଆନ୍ସର ଇଜ୍ ଏ, 2। ମାତ୍ର ଦୁଇଟି ଅଛି। ମାତ୍ର ଦୁଇଟି। ସେଗୁଡ଼ିକ କେଉଁଠି ଅବସ୍ଥିତ? ଜାଣିଛନ୍ତି ତ, ଇଷ୍ଟର୍ଣ୍ଣ ଘାଟ୍ସର ପଶ୍ଚିମ ଢାଳୁରେ ଦୁଇଟି ବିସ୍ତୃତ କେନ୍ଦ୍ରୀୟ ମାଳଭୂମି ଅଛି। ଗୋଟିଏ ହେଲା ପାନପୋଷ କେନ୍ଦୁଝର ପାଲ୍ହାଡ଼ା, ଯାହା ଉପର ବୈତରଣୀ ଅବବାହିକାର। ଆଉ ଦ୍ୱିତୀୟଟି? ଦ୍ୱିତୀୟଟି ହେଉଛି ନବରଙ୍ଗପୁର ଜୟପୁର ମାଳଭୂମି। ଆଚ୍ଛା, ଏବଂ ଏହି ମାଳଭୂମିଗୁଡ଼ିକ ତଳକୁ କେଉଁ ଭୂରୂପ ରହିଛି ତାହା ଦେଖିବା ନେକ୍ସଟ କ୍ୱେଶ୍ଚନରେ। Question number 28. Which among the following landforms has the least elevation? ଏହି ଭୂରୂପଗୁଡ଼ିକ ମଧ୍ୟରୁ କାହାର ଉଚ୍ଚତା ସବୁଠାରୁ କମ୍? Options are A. Similipal Mountains, B. Panposh Keuzhar Pallahara Plateau, C. Western Rolling Uplands, D. Baitarani and Brahmani Interflows. କରେକ୍ଟ ଆନ୍ସର ଇଜ୍ ସି, ୱେଷ୍ଟର୍ଣ୍ଣ ରୋଲିଂ ଅପଲେଣ୍ଡସ୍। ଏଠି ଯେଉଁ ରୋଲିଂ ଶବ୍ଦ ଅଛି, ମାନେ କ'ଣ? ଏହା ଗୋଟିଏ ତରଙ୍ଗାୟିତ ବା ଢେଉଖେଳ ଭୂମି କି? ହଁ, ଏକଦମ ଠିକ୍ ବୁଝିଛନ୍ତି। ଏହାର ଉଚ୍ଚତା ମାତ୍ର 153,305 ମିଟର ମଧ୍ୟରେ ଥାଏ। ମାନେ ପୁରା ସମତଳ ନୁହେଁ କି ପାହାଡ଼ ବି ନୁହେଁ? ବିଲକୁଲ। ଏହା ଉଚ୍ଚ ମାଳଭୂମି ଆଉ ନିମ୍ନ ନଦୀ ଉପତ୍ୟକାକୁ ଯୋଡ଼ିବା ପାଇଁ ଗୋଟିଏ ବ୍ରିଜ ଭଳି କାମ କରେ। ଖୁବ୍ ବଢ଼ିଆ। ତେବେ କମ୍ ଉଚ୍ଚତା ସାଧାରଣତଃ ଭଲ ଚାଷ ଜମିକୁ ସୂଚାଇଥାଏ। ସେହି ବିଷୟରେ ଦେଖିବା। Question number 29. Which physiographic part of Odisha is the most suited for agricultural activities? କୃଷିକାର୍ଯ୍ୟ ପାଇଁ ଓଡ଼ିଶାର କେଉଁ ଭୌଗୋଳିକ ଅଞ୍ଚଳ ସବୁଠାରୁ ଅଧିକ ଉପଯୁକ୍ତ? Options are A. Coastal plains in south, B. Sub-mountain tract of Rushikulya plains, C. Malkangiri uplands of Sabari basin, D. Flood plains of Mahanadi. The correct answer is D, flood plains of Mahanadi. ଏଇଟା ତ ଆମ ଓଡ଼ିଶାର କୃଷି ହୃଦପିଣ୍ଡ। କିନ୍ତୁ ଗୋଟିଏ କଥା କହିବେ, କ'ଣ ଏହା କେବଳ ସମତଳ ହୋଇଥିବା ଯୋଗୁଁ ଚାଷ ପାଇଁ ଏତେ ଉପଯୁକ୍ତ? ନା, ଖାଲି ସମତଳ ହେଲେ ହବନି। ମୁଖ୍ୟ କାରଣ ହେଉଛି ନଦୀ ଅଣୁଥିବା ମାଟି। ମାନେ ପଟ୍ଟୁମାଟି? ଆଜ୍ଞା, ନଦୀଗୁଡ଼ିକ ପାହାଡ଼ରୁ ଆସିବା ବେଳେ ଯେଉଁ ଖଣିଜ ସମୃଦ୍ଧ ପଟ୍ଟୁମାଟି ବା ଆଲୁଭିଆଲ ସଏଲ୍ ଆଣି ବିଛାଇ ଦିଅନ୍ତି, ତାହା ହିଁ ଜମିକୁ ଅତ୍ୟନ୍ତ ଉର୍ବର କରେ।
ନଦୀ ଏବଂ ପଟୁମାଟି କଥା ସରିଲା ଏବେ ଟିକେ ଲେକ୍ସ ବା ହ୍ରଦ ଦୁନିଆକୁ ଯିବା କ୍ୱେଶ୍ଚନ୍ ନମ୍ବର 30 Which of the following lakes is not located in Odisha? ନିମ୍ନଲିଖିତ ମଧ୍ୟରୁ କେଉଁ ହ୍ରଦଟି ଓଡ଼ିଶାରେ ଅବସ୍ଥିତ ନୁହେଁ? Options are A. Anupama Lake, B. Ansupa Lake, C. Tampara Lake, D. Kanjia Lake. କରେକ୍ଟ ଆନ୍ସର ଇଜ୍ ଏ ଅନୁପମ ଲେକ୍। ଅନୁପମ ହ୍ରଦ ମୁଁ ତ କେବେ ଏମିତି ନାମ ଶୁଣି ନାହିଁ ଓଡ଼ିଶାରେ। କାରଣ ସେମିତି କୌଣସି ହ୍ରଦ ଆମର ସ୍ୱୀକୃତିପ୍ରାପ୍ତ ତାଲିକାରେ ନାହିଁ। ବାକି ଅଂଶୁପା, ଟାମ୍ପାରା ଆଉ କାଞ୍ଜିଆ ହେଉଛି ଆମର ପ୍ରମୁଖ ହ୍ରଦ। ଆଚ୍ଛା ଏହି ହ୍ରଦଗୁଡ଼ିକ ମଧ୍ୟରୁ ଆନ୍ତର୍ଜାତୀୟ ସ୍ତରରେ କେଉଁଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସେଇଟା ନେକ୍ସଟ କ୍ୱେଶ୍ଚନରେ ଅଛି। କ୍ୱେଶ୍ଚନ୍ ନମ୍ବର 31 Which one of the following Ramsar site is not located in Odisha? ଅର୍ଥାତ୍ ନିମ୍ନଲିଖିତ ମଧ୍ୟରୁ କେଉଁ ରାମସର ସାଇଟ୍ ଓଡ଼ିଶାରେ ଅବସ୍ଥିତ ନୁହେଁ? Options are A. Chilika Lake, B. Ansupa Lake, C. Tampara Lake, D. Samaspur Bird Sanctuary. ଦ କରେକ୍ଟ ଆନ୍ସର ଇଜ୍ ଡି ସମସ୍ପୁର ବର୍ଡ ସ୍ୟାଙ୍କ୍ଚୁରୀ। Question number 32. Which of the following is the largest freshwater lake in Odisha? ଓଡ଼ିଶାରେ ସର୍ବବୃହତ୍ ମଧୁର ଜଳ ବା ଫ୍ରେଶ ୱାଟର ହ୍ରଦ କେଉଁଟି? Options are A. Pata Lake, B. Chilika Lake, C. Saran, D. Ansupa. କରେକ୍ଟ ଆନ୍ସର ଇଜ୍ ଡି ଅଂଶୁପା। Anshupa. କିନ୍ତୁ ଅନେକ ପିଲା ଏଠି କନଫ୍ୟୁଜ ହୋଇ ଚିଲିକା ଭାବି ନିଅନ୍ତି। ଚିଲିକା ତ ବହୁତ ବଡ଼। ହଁ କିନ୍ତୁ ଚିଲିକାର ପାଣି ହେଉଛି ଲୁଣିଆ ବା ବ୍ରାକିଶ୍। ଯଦି ଆମେ କେବଳ ମଧୁର ଜଳ ଦେଖିବା ତେବେ ପ୍ରାୟ 4 ବର୍ଗ କିଲୋମିଟରରେ ବ୍ୟାପିଥିବା ଅଂଶୁପା ହିଁ ଓଡ଼ିଶାର ସବୁଠାରୁ ବଡ଼। ଆଚ୍ଛା କିନ୍ତୁ ଯଦି ଆମେ ସାମଗ୍ରିକ ଭାବେ ବଡ଼ କଥା କହିବା ତେବେ ନେକ୍ସଟ କ୍ୱେଶ୍ଚନଟା ଦେଖନ୍ତୁ। କ୍ୱେଶ୍ଚନ୍ ନମ୍ବର 33 The Chilika Lake spreads across which of the following districts? ଚିଲିକା ହ୍ରଦ ନିମ୍ନଲିଖିତ କେଉଁ କେଉଁ ଜିଲ୍ଲାକୁ ବ୍ୟାପିଛି? Options are A. Cuttack, Balasore, Ganjam, B. Sundargarh, Koraput, Khordha, C. Puri, Khordha and Ganjam, D. Kalahandi, Jajpur, Devgarh. କରେକ୍ଟ ଆନ୍ସର ଇଜ୍ ସି ପୁରୀ, ଖୋର୍ଦ୍ଧା ଆଣ୍ଡ ଗଞ୍ଜାମ। ମାନେ ତିନୋଟି ଜିଲ୍ଲାକୁ ଛୁଇଁଛି। ଆଜ୍ଞା ଏହା ଏକ ବିଶାଳ 1155 ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି ଆଉ ସିଧାସଳଖ ଏହି ତିନୋଟି ଜିଲ୍ଲାର ସୀମାକୁ ସ୍ପର୍ଶ କରୁଛି। ତେଣୁ ପରବର୍ତ୍ତୀ ପ୍ରଶ୍ନର ଉତ୍ତର ସମସ୍ତେ ସହଜରେ ଅନୁମାନ କରିପାରୁଥିବେ। କ୍ୱେଶ୍ଚନ୍ ନମ୍ବର 34 Which is the largest lake of Odisha? ଓଡ଼ିଶାର ସର୍ବବୃହତ୍ ହ୍ରଦ କେଉଁଟି? Options are A. Kanjia Lake, B. Chilika Lake, C. Anshupa Lake, D. Sara Lake. ଦ କରେକ୍ଟ ଆନ୍ସର ଇଜ୍ ବି ଚିଲିକା ଲେକ୍। ଖାଲି ଓଡ଼ିଶା ନୁହେଁ ମୁଁ ଶୁଣିଛି ଏହା ପୁରା ଏସିଆରେ ବହୁତ ବଡ଼। ଏକଦମ ଏହା ଏସିଆର ସର୍ବବୃହତ୍ ବ୍ରାକେସ୍ ୱାଟର ଲଗୁନ୍। ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାମସର ସାଇଟ୍ ଭାବେ ଏହା ଏକ ବିଶାଳ ଇକୋସିଷ୍ଟମକୁ ବଞ୍ଚାଇ ରଖିଛି। ବହୁତ ବଢ଼ିଆ। ଏବେ ଓଡ଼ିଶାର ଜାତୀୟ ମାନ୍ୟତା ଉପରେ ଗୋଟିଏ ପ୍ରଶ୍ନ ଅଛି। କ୍ୱେଶ୍ଚନ୍ ନମ୍ବର 35 Consider the following statements about Odisha. I. It is the 9th largest state by area. IV. It is the 11th largest state by population. Which of the statements given above is our correct? ଏକାଦଶ ବୃହତ୍ତମ ରାଜ୍ୟ ଏଥିମଧ୍ୟରୁ କେଉଁଟି ସଠିକ୍? Options are A. Only I, B. Only 2, C. Both I and 2, D. Neither I nor I. And the correct answer is B. Only 2. ମାନେ କେବଳ ଦ୍ୱିତୀୟ ଉକ୍ତିଟି ଠିକ୍। ତାହେଲେ ପ୍ରଥମଟି କାହିଁକି ଭୁଲ? ଆମେ ଆୟତନରେ କେତେ ନମ୍ବରରେ ଅଛୁ? ଭୌଗୋଳିକ କ୍ଷେତ୍ରଫଳ ବା ଆୟତନ ଦୃଷ୍ଟିରୁ ଆମେ ଜାତୀୟ ସ୍ତରରେ 8ମ ସ୍ଥାନରେ ରହିଛୁ। ନବମ ନୁହେଁ। ଆଚ୍ଛା ଆମେ ଅଷ୍ଟମ। ଜାତୀୟ ସ୍ତରରୁ ଏବେ ପୁଣି ଥରେ ଜିଲ୍ଲା ସ୍ତରକୁ ଫେରିବା। କ୍ୱେଶ୍ଚନ୍ ନମ୍ବର 36 Which of the following lakes is located in Cuttack district? 1. Anshupa, 2. Sara. କଟକ ଜିଲ୍ଲାରେ କେଉଁ ହ୍ରଦ ଅବସ୍ଥିତ? 1. ଅଂଶୁପା, 2. ସାରା। Options are A. Both 1 and 2, B. Only 2, C. Neither 1 nor 2, D. Only 1. କରେକ୍ଟ ଆନ୍ସର ଇଜ୍ ଡି ଓନ୍ଲି 1। ମାନେ କେବଳ ଅଂଶୁପା। ହଁ ଆମେ ପୂର୍ବରୁ ଆଲୋଚନା କଲେ ଯେ ଅଂଶୁପା ହେଉଛି ଆମର ସବୁଠୁ ବଡ଼ ମଧୁର ଜଳ ହ୍ରଦ। ତାହା କଟକ ଜିଲ୍ଲାରେ ହିଁ ଅବସ୍ଥିତ। ଠିକ୍ କହିଲେ। ଏବେ ଆମେ ମାଳଭୂମି ବିଷୟରେ ଯାହା ପଢ଼ିଥିଲେ ତାହାର ଏକ ଟେଷ୍ଟ ନେବା। କ୍ୱେଶ୍ଚନ୍ ନମ୍ବର 37 Consider the following about the plateaus in Odisha. I. The Panposh Kyonjhar Palahara Plateau comprises the upper Baitarani catchment basin.
I. The Nabarangpur-Jaipur plateau comprises the Sabari basin. Which of the statements given above is are correct? ଓଡ଼ିଶାର ମାଳଭୂମି ବିଷୟରେ ଏହି ଉକ୍ତିଗୁଡ଼ିକୁ ବିଚାର କରନ୍ତୁ। ପ୍ରଥମ ପାନପୋଷ କେନ୍ଦୁଝର ପାଳହଳା ମାଳଭୂମିରେ ଉପର ବୈତରଣୀ ଅବବାହିକା ରହିଛି। ଦ୍ୱିତୀୟ, ନବରଙ୍ଗପୁର ଜୟପୁର ମାଳଭୂମିରେ ସାବେରୀ ଅବବାହିକା ରହିଛି। Options are A. Only one, B. Only two, C. Both one and two, D. Neither one nor two. The correct answer is C, both 1 and 2. ଆଚ୍ଛା, ଦୁଇଟି ଯାକ ଠିକ୍। କିନ୍ତୁ ମୁଁ ଶୁଣିଛି ଯେ ସାବେରୀ ଅବବାହିକାର ଆକୃତି ଏତେ ଅଦ୍ଭୁତ ଯେ ଏହା ପାଣିପାଗକୁ ହିଁ ବଦଳାଇ ଦିଏ। ଆଜ୍ଞା, ଏହାର ଏକ ଚମତ୍କାର ଭିତରି କଥା ଅଛି। ସାବେରୀ ଅବବାହିକାର ଆକୃତି ଗୋଟିଏ ବାଉଲ ବା ଗିନା ପରି। ଗିନା ପରି? ହଁ, ସେଥିପାଇଁ ଏଠାରେ ଏକ ସ୍ୱତନ୍ତ୍ର ମାଇକ୍ରୋକ୍ଲାଇମେଟ୍ ସୃଷ୍ଟି ହୁଏ। ବାଦଲ ଆସି ସେଠି ଫସିଯାଏ, ଆଉ ଓଡ଼ିଶାର ସର୍ବାଧିକ ବର୍ଷା ଏହି ଅଞ୍ଚଳରେ ହିଁ ହୋଇଥାଏ। ଆରେ ବା, ପ୍ରକୃତିର କି କମାଲ! ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଆମେ ସାମଗ୍ରିକ ଭୌଗୋଳିକ ସୀମା ବିଷୟରେ କଥା ହେବା। Question number 38. Which of the following statements are true? I. The middle mountainous region covers about 3/4 of the entire state of Odisha. I. The coastline of Odisha is about 230 kilometers. Which of the statements given above are correct? ନିମ୍ନଲିଖିତ ମଧ୍ୟରୁ କେଉଁ ଉକ୍ତିଟି ସତ୍ୟ? ପ୍ରଥମ, ମଧ୍ୟପାର୍ବତ୍ୟ ଅଞ୍ଚଳ ଓଡ଼ିଶାର ମୋଟ ଆୟତନର ପ୍ରାୟ 3/4 ଅଧିକାର କରିଛି। ଦ୍ୱିତୀୟ, ଓଡ଼ିଶାର ଉପକୂଳ ରେଖାର ଲମ୍ବ ପ୍ରାୟ 230 କିଲୋମିଟର। Options are only I, B, only I, C, both I and I, D, none of the above. Correct answer is A, only I. ମାନେ ମଧ୍ୟପାର୍ବତ୍ୟ ଅଞ୍ଚଳ ସତରେ ରାଜ୍ୟର 75%। ଏକଦମ, ଏହା 75% ଅଞ୍ଚଳକୁ ଘୋଡ଼େଇ ରଖି ଏକ ମେରୁଦଣ୍ଡ ଭଳି କାମ କରୁଛି। କିନ୍ତୁ ଉପକୂଳ ରେଖା 230 କିମି ନୁହେଁ। ନା, ସତ୍ୟତମ ଅପଡେଟ୍ ଅନୁଯାୟୀ ଏହା 574.7 କିଲୋମିଟର, ତେଣୁ ସେହିଟା ଭୁଲ ଥିଲା। ଆଚ୍ଛା, ତେବେ ସୀମା ନିର୍ଦ୍ଧାରଣକୁ ନେଇ ଆଉ ଏକ ପ୍ରଶ୍ନ ଦେଖିବା। Question number 39. Consider the following statements. I. The rivers of Odisha have deep valleys. II. The state of Odisha is bound by Bay of Bengal on the southeast. Which of the statements given above are correct? ଏହି ଉକ୍ତିଗୁଡ଼ିକୁ ବିଚାର କରନ୍ତୁ। ପ୍ରଥମ, ଓଡ଼ିଶାର ନଦୀଗୁଡ଼ିକର ଗଭୀର ଉପତ୍ୟକା ଅଛି। ଦ୍ୱିତୀୟ, ଓଡ଼ିଶା ରାଜ୍ୟ ଦକ୍ଷିଣ ପୂର୍ବ ଦିଗରେ ବଙ୍ଗୋପସାଗର ଦ୍ୱାରା ଆବଦ୍ଧ। Options are A. Only one, B. Only two, C. Both 1 and 2, D. All of the above. The correct answer is B, only 2. Wait, ଏଇଠି ମୋର ଗୋଟେ ବଡ଼ ଆପତ୍ତି ଅଛି। ଆରେ ପ୍ରଥମ ପ୍ରଶ୍ନରେ ତ ଆମେ ପଢ଼ିଲେ ଯେ ପାର୍ବତ୍ୟ ଅଞ୍ଚଳରେ ନଦୀର ଗଭୀର ଉପତ୍ୟକା ଅଛି, ମାନେ କାହିଁକି କେବଳ 2 ଠିକ୍ ହବ? ଆଚ୍ଛା, ମୁଁ ବୁଝିପାରୁଛି ଆପଣଙ୍କର ଡାଉଟ୍, କିନ୍ତୁ ଏଠି ପ୍ରୋଡ୍ୟୁସର୍ସ ନୋଟ୍ ଆଉ ଅଫିସିଆଲ ଆନ୍ସର କୀକୁ ଦେଖିବାକୁ ପଡ଼ିବ। ଅଫିସିଆଲ ଆନ୍ସର କି? ହଁ, ଗଭୀର ଉପତ୍ୟକା କେବଳ ପାହାଡ଼ିଆ ଅଞ୍ଚଳରେ ଅଛି, ସବୁଠେ ନୁହେଁ। କିନ୍ତୁ ଦକ୍ଷିଣ ପୂର୍ବରେ ବଙ୍ଗୋପସାଗର ରହିବାଟା ଗୋଟିଏ ସ୍ପଷ୍ଟ ଏବଂ ସାର୍ବଜନୀନ ଫ୍ୟାକ୍ଟ। ଆମକୁ ସର୍ବଦା ପରୀକ୍ଷା ନିୟମ ଅନୁସାରେ ଯିବାକୁ ପଡ଼ିବ, ଯୋଉଟା ସବୁଠୁ ସଠିକ୍। ଓହୋ, ମାନେ ଉପସ୍ଥିତ ବୁଦ୍ଧି ଖଟାଇବାକୁ ପଡ଼ିବ। ଠିକ୍ ଅଛି, ଶେଷରେ ଆଜିର ସମସ୍ତ ବିଷୟକୁ ଗୋଟିଏ ପ୍ରଶ୍ନରେ ମିଶାଇ ଦେବା। Question number 40. Match the following lists. List I. A. Zone of transition. B. Little Sundarbans. C. Rice bowl. D. Flood plains. List 2. 1. Source of hydroelectrical projects. 2. Coastal plains. 3. Sub-montane tract of the Rashikulya plains. 4. Salt tract along the coast. ଏହି ତାଲିକାଗୁଡ଼ିକୁ ମିଳନ କରନ୍ତୁ। ଲିଷ୍ଟ 1ର ଅପସନ୍ଗୁଡ଼ିକୁ ଲିଷ୍ଟ 2ର ଅପସନ୍ଗୁଡ଼ିକ ସହ ଯୋଡ଼ନ୍ତୁ। Options are codes A, A-3, B-1, C-2, D-4. B, A-2, B-3, C-4, D-1. C, A-3, B-4, C-2, D-1. D, A-1, B-2, C-3, D-4. And the final correct answer is C, A-3,
B-4, C-2, D-1। ତାହେଲେ ଏହାକୁ ଟିକେ ସହଜରେ ବୁଝାଇଦେବେ କି ଫାଇନାଲ ରିଭିଜନ ପାଇଁ? ନିଶ୍ଚୟ। ଦେଖନ୍ତୁ, ସମୁଦ୍ର କୂଳର ଲୁଣିଆ ଅଞ୍ଚଳ ବା ସଲ୍ଟ ଟ୍ରାକ୍ଟ ହେଉଛି ଲିଟଲ୍ ସୁନ୍ଦରବନ। ତାପରେ ମଝିର ଉର୍ବର ସମତଳ ଅଞ୍ଚଳ ହେଉଛି ଆମର ରାଇସ୍ ବାଉଲ୍ ବା ଧାନ କିଆରୀ। ଆଉ ପାହାଡ଼ ତଳ ଅଞ୍ଚଳ? ସେହି ସବ୍ ମାଉଣ୍ଟେନ୍ ଟ୍ରାକ୍ଟ ହେଉଛି ଦୁଇଟି ଭୂରୂପ ମଧ୍ୟରେ ଥିବା ଜୋନ୍ ଅଫ୍ ଟ୍ରାନ୍ଜିସନ୍। ବାଃ, ମାତ୍ର କିଛି ସମୟ ଭିତରେ କିପରି 20ଟି ଜଟିଳ ପ୍ରଶ୍ନର ଅତି ସହଜ ସମାଧାନ ହୋଇପାରିଲା, ସତରେ ଆଶ୍ଚର୍ଯ୍ୟ ଲାଗୁଛି। ଆମେ ସେହି ପଜଲର ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ଖଣ୍ଡ ଯୋଡ଼ିଦେଲେ। ଆଉ ଆମ ଶ୍ରୋତାମାନଙ୍କ ପାଇଁ ଏହା ବୁଝିବା ବି ଜରୁରୀ ଯେ ଏହା କେବଳ ପରୀକ୍ଷାରେ ନମ୍ବର ରଖିବା ପାଇଁ କୌଣସି ଶୁଖିଲା ତଥ୍ୟ ନୁହଁ। ବିଲକୁଲ। ଏହି ଭୂଗୋଳ ହିଁ ଆମ ରାଜ୍ୟର ଅର୍ଥନୀତି, କୃଷି ଆଉ ପରିବେଶକୁ ଚଳାଉଛି। ତେଣୁ ଫ୍ୟାକ୍ଟ ପଛର କାହିଁକି ଜାଣିବା ବହୁତ ଜରୁରୀ। ପତନ ହେଉଛି, ଯଦି ସମୁଦ୍ରର ପତନ ବଢ଼ିଯାଏ ଆଉ ନଦୀଗୁଡ଼ିକର ସ୍ରୋତ ବଦଳିଯାଏ, ତେବେ ଲକ୍ଷ ଲକ୍ଷ ବର୍ଷ ଧରି ତିଆରି ହୋଇଥିବା ଏହି ସୁନ୍ଦର ଭୌଗୋଳିକ ପଜଲ୍, ମାନେ ଯେମିତିକି ଆମର 574 କିଲୋମିଟରର ନୂଆ ଉପକୂଳ ବା ଆମ ପଲିସାଇକ୍ଲିକ୍ ପର୍ବତମାଳା, ଆଗାମୀ 100 ବର୍ଷ ପରେ କି ରୂପ ନେବ? ବହୁତ ଚିନ୍ତାଜନକ ବିଷୟ ଏହା। ଏହା ଉପରେ ଶିକ୍ଷାର୍ଥୀମାନେ ନିଶ୍ଚୟ ଗଭୀର ଭାବେ ଅନୁଧ୍ୟାନ କରିବା ଉଚିତ। ଠିକ୍ କହିଲେ। ତେବେ ଆଗାମୀ ଦିନରେ ଆହୁରି ଅନେକ ନୂତନ ତଥ୍ୟ ସହ ଆମେ ପୁଣି ଏକ ଗଭୀର ଆଲୋଚନା ନେଇ ଆସିବୁ। ସେ ପର୍ଯ୍ୟନ୍ତ ନିଜର ପ୍ରସ୍ତୁତି ଜାରି ରଖନ୍ତୁ। ବିଦାୟ। ବିଦାୟ। ଆଉ ଭଲରେ ପଢ଼ାପଢ଼ି କରନ୍ତୁ।